ଏହି କାହାଣୀ ହେଉଛି ବବଲୁ ଭିଣେଇର କାହାଣୀ। ସମସ୍ତଙ୍କ ସହ ହସ ମଜାକରେ କଥା ହୁଅନ୍ତି। ଆପଣମାନେ ତ ଜାଣନ୍ତି ହସ ମଜାକ ବି ତା'ର ଗୋଟିଏ ସୀମା ଥାଏ। ସେଇ ସୀମାରେ ରହିବାଟା ବହୁତ ଭଲ। କିନ୍ତୁ ବବଲୁ ମଜା କରି କରି ସେ ସୀମା ବି ଟପି ଦେଉଥିଲା। ଦିନେ ଏମିତି ବବଲୁ ଘରକୁ ବବଲୁର ଶାଳୀ ପୂଜାରାଣୀ ଆସିଲା। ପୂଜାରାଣୀ ଦେଖିବା ପାଇଁ ବହୁତ ସୁନ୍ଦର ଥିଲା। ବବଲୁ ପୂଜାରାଣୀ ପାଖକୁ ଗଲା ଆଉ ହସି ମଜାକରେ ପୂଜାରାଣୀ ସହିତ କଥା ହେଲା। ଆରେ ମୋର ଲାଜକୋଳି ଶାଳୀ, ସବୁବେଳେ ବନ୍ଧୁ ଭଳି ଯିବା ଆସିବା ମୋତେ ଜମା ଠିକ୍ ଲାଗୁନାହିଁ। ତମେ ଯଦି ପାରିବ ପରମାନେଣ୍ଟ ଏଇଠାରେ ରହିଯାଅ, ବହୁତ ଭଲ ହେବ। ତମ ଦିଦି ସହିତ ତମକୁ ବି ଖୁସିରେ ରଖିବି। ଦିନରେ ତମ ସହିତ ଆଉ ରାତିରେ ତମ ଦିଦି ସହିତ। କଥାରେ ଅଛି ନା, ଶାଳୀ ଅଧା ଘରବାଲି। ଦେଖନ୍ତୁ ଭିଣେଇ ଭାଇ, ଆପଣଙ୍କର ଏଇ କଥା ମୋତେ ବହୁତ ଖରାପ ଲାଗୁଛି। ଆଉ ଆପଣ ସବୁ ସୀମା ଟପି ଯାଉଛନ୍ତି। ମୋର ଶୁଣିବାର ସୀମା ବି ଆଉ ନାହିଁ। ଆରେ ତମେ ମୋର ଶାଳୀ, ତେଣୁ ଶାଳୀ ସହିତ ଏମିତି କଥା କହିବିନି ତ ଆଉ କାହା ସହିତ କହିବି? ସେଇ ସମୟରେ ପୂଜାର ଭଉଣୀ ସୀତା ଦେବୀ ସେଠାକୁ ଆସିଲେ। ଆରେ ବେଶରମ, ତମେ ଏତେ ହୋଇଗଲଣି? କମ୍ ସେ କମ୍ ଟିକେ ଦେଖ, ପୂଜାରାଣୀ ତମଠାରୁ କେତେ ସାନ। କାହା ସହିତ କେମିତି କଥା ହେବାକୁ ହୁଏ ସେଇଟା ବି ତମେ ଜାଣିନାହଁ। ସେ ତମ ଶାଳୀ ହେଲା ବୋଲି ତମେ ଯାହା ପାରିବ କହିବ। କିଏ କେଉଁ ମୋଟିଭରେ ଥିବ ସେଇଟା ତ ଟିକେ ଭାବ। ଆରେ ମୋର ଗେଲି ସ୍ତ୍ରୀ, ସିଏ ମୋର ଶାଳୀ। ଯେତେ ଛୋଟ ହେଲେ କ'ଣ ହେଲା? ଆରେ ଫଳ ଦିନେ ନା ଦିନେ ପାଚିବ ନା। ଦିଦି, ତୁ ଆଉ କିଛି କହ ନାହିଁ। ଭିଣେଇ ଭାଇ ପୁରା ବେଶରମ ହୋଇଯାଇଛନ୍ତି। ତାଙ୍କୁ ତୁ ଯେତେ କହିଲେ କୌଣସି କଥା କାଟୁ କରିବ ନାହିଁ। ଦିଦି, ମୁଁ ତୋତେ ଗୋଟିଏ କଥା କହିବାକୁ ଆସିଥିଲି। ଆଗ 3 ତାରିଖରେ ମୋର ଏକ୍ଜାମ୍ ଅଛି। ଏକ୍ଜାମ୍ ସେଣ୍ଟରଟି ତ ଘରଠାରୁ 1 କିଲୋମିଟର ଦୂରରେ ଅଛି। ମୁଁ କ'ଣ କହୁଥିଲି ଦିଦି, ଏଇଠାରେ ରହି ଏକ୍ଜାମ୍ ଦେଇଥିଲେ କେତେ ଭଲ ହୁଅନ୍ତା। ଆରେ ପୂଜା, ତୁ ଭାବିନେ ଏଇଟା ବି ତୋର ଘର। ତୁ ଏଇଟାରେ ରହି ଏକ୍ଜାମ୍ ଦେଇପାରିବୁ। ଯେତେବେଳେ ଚାହିଁବୁ ଏଠାରେ ରହିପାରିବୁ। ଯେତେ ଦିନ ପର୍ଯ୍ୟନ୍ତ ମଧ୍ୟ ରହିପାରିବୁ। କିଛି ସମୟ ପରେ ପୂଜା ତା ରୁମ୍କୁ ଚାଲିଗଲା। ପୂଜାରାଣୀ ଯାଇ ପାଠ ପଢ଼ିବାକୁ ଲାଗିଲା। ତାପରେ ସେଇ ରୁମ୍କୁ ବବଲୁ ଆସିଲା। ବବଲୁ ଯାଇ ପୂଜାରାଣୀର ହାତ ଧରି ପକାଇଲା। ଆରେ ପୂଜାରାଣୀ, ତମ ହାତ ବହୁତ କୋମଳ ଅଟେ। ଦେଖନ୍ତୁ ଭିଣେଇ ଭାଇ, ମୁଁ ଏଠାକୁ ଟାଇମ୍ ପାସ୍ କରିବାକୁ ଆସିନାହିଁ। ମୁଁ ଏକ୍ଜାମ୍ ଦେବା ପାଇଁ ଆସିଛି। ତେଣୁ ମୋତେ ପାଠ ପଢ଼ିବାକୁ ଦିଅ। ଆରେ ପାଠପଢ଼ା ତ ଜୀବନ ସାରା ପଢ଼ିବ ପାଠ। ତମକୁ ଯେଉଁ ମଜା ତମ ଭିଣେଇ ସହିତ ମିଳିବ, ପାଠ ପଢ଼ାରେ କ'ଣ ସେଇ ମଜା ମିଳିବ? କେତେ ବେଶରମ ତମେ ଭିଣେଇ ଭାଇ। ତମେ ଏହି କଥା କେମିତି କହିପାରୁଛ? ଯଦି ତମ ଭଉଣୀକୁ ଏହି କଥା କିଏ କୁହେ ତାହେଲେ କ'ଣ ହେବ? ଖବରଦାର, ମୋର ଭଉଣୀ କଥା ଜମା ବି ଉଠାଉନି। ମୋର ଭଉଣୀକି କେହି କ'ଣ କହିବ କ'ଣ, ମୁଁ ତାର ଜିଭ ଉପାଡ଼ି ଆଣିବି। ଯଦି କିଏ ମୋ ଭଉଣୀକୁ ଏମିତି କହିବ, ତାର ମୁହଁ ମୁଁ ଭାଙ୍ଗିଦେବି। ଯେତେବେଳେ ନିଜ ଭଉଣୀ କଥା ଶୁଣି ଏମିତି ରିଆକ୍ଟ କରୁଛ, ତମେ କେମିତି ଆଉ କାହା ଭଉଣୀ ସହ ଏମିତି ବିହେଭ୍ କରୁଛ? ତମକୁ ପ୍ରଥମେ ଜାଣିବା ଦରକାର ତମ କଥାରେ ସାମ୍ନାବାଲା କ'ଣ ରିଆକ୍ଟ କରୁଛି। କ'ଣ ମୋତେ ଜଣା ନାହିଁ ଆପଣଙ୍କର ହସ ମଜାକ ଲେଭେଲ୍ କେତେ ପର୍ଯ୍ୟନ୍ତ ଗଲାନି? ଆରେ ତମେ ତ ଯେତେ ରାଗୁଛ ଆହୁରି ସୁନ୍ଦର ଦେଖାଯାଉଛ। ମନ କରୁଛି ତମର ସେଇ ଗୋଲାପୀ ଗାଲକୁ ଖୁମ୍ପି ଦେବି। ମୋର ଶାଳୀ ବି ସତରେ ବହୁତ ରାଗି। ବବଲୁର କଥା ଶୁଣି ପୂଜାରାଣୀ ବହୁତ ରାଗ ଆସୁଥାଏ। ହେଲେ ସେ ଚାହିଁବି ମଧ୍ୟ କିଛି କହୁନଥାଏ। ତାପରେ ସେ ସେଠାରୁ ରାଗିଯାଇ ପଳାଇ ଯାଏ। ଏମିତି ବବଲୁ ବାରମ୍ବାର ତାର ଶାଳୀ ପୂଜାରାଣୀ ସହିତ ଉଲ୍ଟା ପାଲ୍ଟା ମଜାକ ସବୁ କହୁଥାଏ। ଆଉ ସବୁବେଳେ ପୂଜାରାଣୀକୁ ହଇରାଣ କରୁଥାଏ। ଏମିତି କିଛି ଦିନ ବିତିଗଲା। ଦିନେ କାଜଲ ବବଲୁକୁ କହିଲା, ଭାଇ, ମୁଁ ଟିକେ ମୋ ସାଙ୍ଗ ଘରକୁ ଯାଉଛି। ବାହାଘର ପରେ ତାର ସ୍ୱାମୀ ସହିତ ପ୍ରଥମ ଥର ତା ଘରକୁ ଆସିଛି। ମୋତେ ଫୋନ୍ କରିଥିଲା ଆସିବା ପାଇଁ। ଠିକ୍ ଅଛି, ଯା, ହେଲେ ଲେଟ୍ କରିବୁ ନାହିଁ। ଶୀଘ୍ର ପଳେଇ ଆସିବୁ ହେଲା। ତାପରେ ପଲ୍ଲବୀ ତାର ସାଙ୍ଗ ଘରକୁ ଚାଲିଗଲା। ଆଉ କିଛି ସମୟ ପରେ ପୂଜାରାଣୀ ପରିବା ଆଣିବା ପାଇଁ ମାର୍କେଟ ଚାଲିଗଲା। ବବଲୁ
ଏକା ଥାଇ ଆଉ ଗୋଟିଏ ରୁମ୍ରେ ପୂଜା ପାଠ ପଢ଼ୁଥାଏ। ବବଲୁ ପୂଜା ପାଖକୁ ଗଲା ଆଉ ପୂଜା ରାଣୀକୁ ଏକ କପ୍ ଚା ବନେଇବାକୁ କହିଲା। ଘରେ କେହି ନାହିଁ, ତମ ହାତର ଚା ବହୁତ ଦିନ ହେଲା ଖାଇ ନାହିଁ। ପୂଜା ପାଠପଢ଼ା ଛାଡ଼ି କିଚେନ୍ ରୁମ୍କୁ ଚାଲିଗଲା ଆଉ ତାର ଭିଣେଇ ଭାଇ ପାଇଁ ଚା ବନେଇଲା। ସେହି ସମୟରେ ବବଲୁ ପଛରୁ ଆସି ପୂଜାକୁ ଧରି ପକାଇଲା ଆଉ ପୂଜା ରାଗିଯାଇ ଗୋଟିଏ ଚଟକଣା ବବଲୁକୁ ମାରିଲା। ତମେ ଭୁଲି ଯାଉନି ମୁଁ ବି ଗୋଟିଏ ଝିଅ ପିଲା, ମୋର ବି କିଛି ଇଜ୍ଜତ ବୋଲି କିଛି ଅଛି। ତମେ ତମର ପୁରା ସୀମା ଟପିଗଲ। ତମେ ବି ତ ପୂଜା ଶାଳୀ ଭିଣେଇର ସମ୍ପର୍କର ଫାଟ ସୃଷ୍ଟି କରିଦେଲ ଏଇ ଚଟକଣା ମାରି। ଖାଲି ଦିଦି କଥା ଭାବି ତମକୁ ମୁଁ ଚଟକଣା ମାରିଲି, ଆଉ କିଏ ହୋଇଥିଲେ ଜତାରେ ପିଟିଥାନ୍ତା। ତମକୁ ପ୍ରଥମେ ଭାବିବାର ଥିଲା ତମେ ଯାହା ସହିତ ଏମିତି କାମ କରୁଛ ସେ ଏଥିରେ କମ୍ଫର୍ଟେବୁଲ ଅଛି କି ନାହିଁ। ସେହି ସମୟରେ ବବଲୁର ଛୋଟ ଭଉଣୀ କାଜଲର ଫୋନ୍ ଆସିଲା ଆଉ ବବଲୁ ତା ଭଉଣୀର ଫୋନ୍ କଲ୍ ଶୁଣି ସେଠାରୁ ଦୌଡ଼ି ପଳେଇଲା। କିଛି ସମୟ ପରେ ଶାନ୍ତି ଦେବୀ ସେଠାକୁ ଆସିଲେ। ପୂଜାରାଣୀ ଶାନ୍ତି ଦେବୀକୁ ସବୁ ସତ କଥା କହିଲେ ଆଉ ଶାନ୍ତି ଦେବୀ ବବଲୁକୁ ସଙ୍ଗେ ସଙ୍ଗେ ଫୋନ୍ କଲେ। କ'ଣ ହେଲା? ତମେ ହଠାତ୍ ଫୋନ୍ କଲ୍ ପାଇଁ ସଙ୍ଗେ ସଙ୍ଗେ କୁଆଡ଼େ ପଳେଇଲ? ଦେଖ ଶାନ୍ତି, ମୁଁ ଘରକୁ ଯାଇ ସବୁ କଥା ତମକୁ କହିବି। କିଛି ସମୟ ପରେ କାଜଲ ଏବଂ ବବଲୁ ଘରକୁ ଆସିଲେ। କାଜଲର ମନ ବହୁତ ଦୁଃଖ ଥାଏ। ତାପରେ ଶାନ୍ତି ଦେବୀ ଏବଂ ପୂଜାରାଣୀ କାଜଲର ଏମିତି ଅବସ୍ଥା ଦେଖି ପୁରା ଆଶ୍ଚର୍ଯ୍ୟ ହୋଇଗଲେ। କ'ଣ ହେଇଛି କାଜଲ? ତମର ମୁହଁ କ'ଣ ପାଇଁ ଶୁଖି ଯାଇଛି? ଭାଉଜ, କଥା ହେଲା ମୋ ସାଙ୍ଗର ହଜବେଣ୍ଡ ବହୁତ ଲାଳୁଆ। ସେ ସବୁବେଳେ ଶାଳୀ ଶାଳୀ ମୋତେ କହି ମୋତେ ହଇରାଣ କରୁଛି। ମୋ ପିଛା ଜମା ବି ଛାଡ଼ୁନାହିଁ। କାଜଲ, ମୁଁ ତାକୁ ଜମା ବି ଛାଡ଼ିବି ନାହିଁ। ଖାଲି ତାର ଏଡ୍ରେସ୍ ମୋତେ କହ, ମୁଁ ତାର କ'ଣ କରିବି ଜାଣିପାରିବୁ। ଦେଲେ ସେ କେବେ ବି ଆଉ କାହାର ମା ଭଉଣୀ ସହ ଏମିତି ବିହେଭ୍ କରିବ ନାହିଁ। ସେ ମୋତେ ସବୁବେଳେ କହୁଛି ମୁଁ ଭିଣେଇ ଶାଳୀ ସହିତ ଏମିତି କରିବାର ଅଧିକାର ଅଛି। ଆରେ ଶାଳୀ ହେଲା ବୋଲି ସେ କ'ଣ ମୁଣ୍ଡ ଉପରେ ଚଢ଼ିବ? ଆରେ ଶାଳୀ କାହାର ଝିଅ ବି ହୋଇପାରେ, କାହାର ଭଉଣୀ ବି ହୋଇଥିବ। ଆଉ କାହା ଘରର ଇଜ୍ଜତ ଉପରେ ଖେଳିବାକୁ ତାକୁ ଅଧିକାର କିଏ ଦେଇଛି ତାକୁ? ବବଲୁର କଥା ଶୁଣି କାଜଲ ବବଲୁକୁ କହିଲା, ଭାଇ, ଏସବୁ ତ ପୂଜା ଦିଦି ଉପରେ ବି ତ ଲାଗୁ ହୋଇପାରିବ ନା। ପୂଜା ଦିଦି ବି କାହାର ଝିଅ ଆଉ କାହାର ଭଉଣୀ ଅଟନ୍ତି। ତାଙ୍କ ସହିତ ଏମିତି ଖରାପ ବ୍ୟବହାର କରିବା ସମ୍ପୂର୍ଣ୍ଣ ରୂପରେ ଭୁଲ ଅଟେ ନା ଭାଇ। ମୁଁ ଜାଣିଛି ସେ ତମର ଶାଳୀ, କିନ୍ତୁ ଭାଇ ଆପଣ ଶାଳୀ ହେଲା ଭଳି ବ୍ୟବହାର କରିବେ? କ'ଣ ହେଲା ଭିଣେଇ ଭାଇ, ଯେତେବେଳେ ଆପଣଙ୍କ ଭଉଣୀ ଉପରେ ଏହି କଥା ପଡ଼ିଲା ତ ଆପଣଙ୍କୁ ବହୁତ ଖରାପ ଲାଗିଲା। ଆରେ ହସି ମଜାକରେ ଗୋଟିଏ ଲିମିଟ୍ ଥାଏ, କିନ୍ତୁ ଆପଣ ସେଇ ଲିମିଟ୍ ଶେଷ କରିସାରିଛନ୍ତି। ଏସବୁ ମୁଁ ଦିଦି ଆଉ କାଜଲ ଏସବୁ ମିଶି ଗୋଟିଏ ନାଟକ କରିଥିଲୁ, କାରଣ ଆପଣ ଠିକ୍ ରାସ୍ତାକୁ ଆସିବେ ବୋଲି। ଠିକ୍ କହିଛୁ ପୂଜା, ନିଜ ଇଜ୍ଜତ ହିଁ ଇଜ୍ଜତ, କିନ୍ତୁ ଆଉ କାହାର ଇଜ୍ଜତର କିଛି ଦାମ୍ ନାହିଁ। ତୁ ଠିକ୍ କହିଛୁ ପୂଜା। ଆଉ ତମେ ତ ଭଲ କରି ଜାଣିଛ ପୂଜା ସହିତ କେମିତି ବ୍ୟବହାର କର। ଦୁନିଆକୁ କ'ଣ ଦେଖାଇ ଦେବାକୁ ଚାହଁ କି ତମେ ଜଣେ ବେସରମ ଭିଣେଇ ଅଟ? ଭଲ ଭିଣେଇ ବନିବାର ଅଛି ତ ଭଲ ମଣିଷ ହୋଇ ଦେଖ। ସେ ତମକୁ ଭାଇ ଆସନରେ ବସେଇଛି ଆଉ ତମେ? ମୋତେ କ୍ଷମା କରିଦିଅ। ହୁଏତ ତମେମାନେ ମୋର ଆଖି ଖୋଲିବା ପାଇଁ ଏହି ନାଟକ କରିଛ, କିନ୍ତୁ ମୁଁ ଯେଉଁ ଖରାପ ବ୍ୟବହାର ପୂଜା ପ୍ରତି କରିଛି ସେଥିପାଇଁ ମୋତେ ବହୁତ ଖରାପ ଲାଗୁଛି। ମୋତେ କ୍ଷମା କରିଦିଅ ପୂଜା। ମୁଁ ତୁମକୁ କଥା ଦେଉଛି, ମୁଁ କେବେ ବି କାହା ସହିତ ଏମିତି ଖରାପ ବ୍ୟବହାର କରିବି ନାହିଁ। ଠିକ୍ ଅଛି ଭିଣେଇ ଭାଇ, ମୁଁ ଯାଉଛି। ମୋର ଭଉଣୀ ଏଠାରେ ରହିଲା, ପୁଣି ଆସିବି ଯେଉଁଦିନ ଦିଦି କହିବ କି ଭାଇ ତୋର ସାନ ଭଉଣୀକୁ ଖୋଜୁଛି, ସେଇଦିନ ମୁଁ ଆସିବି। ମୁଁ ଯାଉଛି ଭିଣେଇ ଭାଇ।